ଅନୁଗୁଳ ସଦର ଥାନା ବାଳକତା ପଞ୍ଚାୟତର କୁମ୍ଭକର୍ଣ୍ଣ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିକୁ ଏକ ନିର୍ମମ ଭାବରେ ହତ୍ୟା କରାଯାଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା 14 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବିଫଳ ହୋଇଛନ୍ତି ପୁଲିସ। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରିବା ସହିତ ତାକୁ କଠୋର ଦଣ୍ଡ ଦେବା ପାଇଁ ବର୍ତ୍ତମାନ ପଞ୍ଚଗୋଲାଠୁ ବନ୍ତଳା ରାସ୍ତାକୁ ଅବରୋଧ କରିଛନ୍ତି। ଆମେ ସିଧାସଳଖ ଯିବା ସେଇ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ଏବଂ ତାଙ୍କର ପ୍ରତିକ୍ରିୟା ନେବା। ଆକ୍ଚୁଆଲି କଣ କାଲି ଘଟଣା ହେଇଥିଲା, କଣ ଏଇଭଳିଆ ହତ୍ୟାକାଣ୍ଡ? ସେ ମଦ ପିଇବା ପାଇଁ ପଇସା ମାଗିଲା, ମଦ ପିଇବା ପାଇଁ ପଇସା ଦେଲେନି, ସେ ହତ୍ୟା କରିଛି। ଆଗରୁ ଘର ଗୋଟେ ପଡିଥିଲା, ହତ୍ୟା କରିଥିଲା ଆଗରୁ ଆଉ ଜଣକୁ। ଅଭିଯୋଗ ଥାନା ବାଲା ଲୁଚେଇଥିଲେ। କିଏ କାହାକୁ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା? ଜୁଲୁ ବେହେରା ହେମନ୍ତ ବେହେରାକୁ ହତ୍ୟା କଲା। ଜୁଲୁ ବେହେରାଙ୍କ ଘର କେଉଁଠି ଏବଂ ସଦାପୁର ଜୁଲୁ ବେହେରା ଘର ସଦାପୁର, ଆଉ ହେମନ୍ତ ବେହେରା ଘର ବାଳକଟା। କଣ ଆପଣ ମାନେ ଚାହୁଁଛନ୍ତି? ମୁଁ ଚାହୁଁଛି ତାକୁ ଫାଶୀ ଦରକାର, ନିଆ ଦରକାର, ଆମର ନିଆ ଦରକାର, ଆଉ କିଛି ନାହିଁ, ଆମର ନିଆ ଦରକାର। ତାପରେ ଆଉ ଗୋଟେ କେସ୍ ହେଇଥିଲା, ଗୋଟେ କେସ୍ ହେଇଥିଲା, ଲୁଚେଇଥିଲେ, କିଛି ଜଣା ପଡୁନି, ତା କେସ୍ କଥା କିଛି ବୁଝିଲେନି। ବର୍ତ୍ତମାନ ଗ୍ରାମବାସୀ ମାନେ ପୁରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଚାହୁଁଛନ୍ତି ଅଭିଯୁକ୍ତକୁ ଫାଶୀ ଦରକାର ଏବଂ এই ବିଷୟରେ ଆମେ ଆଉ ଜଣେ ଗ୍ରାମବାସୀ ଅଛନ୍ତି, ତାଙ୍କ ସହିତ ପ୍ରତିକ୍ରିୟା ନେବା। କଣ ହେଇଛି ଆକ୍ଚୁଆଲି ଡିଟେଲ୍ସ ଟିକେ କହିବେ? ଜଷ୍ଟ ତ ଏଇଠି କାଲି ରାତିରେ ଆମର ଡର ହେଲା। ଆଜି 14 ଘଣ୍ଟା ହେଲାଣି ପୁଲିସ କିଛି ବି ଏସପି କିଛି ବି ଶୁଣୁନାହାନ୍ତି, କିଛି ନାହିଁ। ସେ ଯେମିତି ସେ ବୁଲୁଛି। ୟା ନେକ୍ସଟ ମାସେ 1.5 ମାସ ତଳେ ବି ଏମିତି ମର୍ଡର କରିନା ତା ନାଁରେ କେସ୍ ବି ଅଛି, ସେଟାକୁ ବି ଏସପି ଚପେଇ ଦେଲେ। ତଦନ୍ତ କିଛି କରୁନାହାନ୍ତି। କାଲି ଯେତେବେଳେ ଘଟଣା ଘଟିଲା ସେଠି ଲୋକ ବି ଥିଲେ, କାହିଁକି ତାକୁ ମାନେ ବିରୋଧ କଲେ ନାହିଁ? ପୁଲିସ ବାଲା ତାକୁ ସପୋର୍ଟ କରୁଛନ୍ତି, ଆଉ ବହୁତ ସପୋର୍ଟ କରୁଛନ୍ତି ପୁଲିସ ବାଲା ତାକୁ, ସେଥିପାଇଁ ସେ କିଛି ଏମିତି ପଦକ୍ଷେପ କରିପାରୁନାହାନ୍ତି। ଆଉ ଆମେ ଦେଖିଲେ ଯେ ପୁଲିସ ଉପରୁ ଲୋକମାନଙ୍କର ଭରସା ତୁଟି ଯାଇଛି ଏବଂ ପୁଲିସ ପାଇଁ ଏଭଳି ଘଟଣା ଘଟୁଛି ବୋଲି ସିଧାସଳଖ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଆମେ ଆଉ ଜଣେ ଏ ଅଞ୍ଚଳର ବାସିନ୍ଦା ଅଛନ୍ତି, ତାକୁ ସିଧାସଳଖ ପଚାର ଆକ୍ଚୁଆଲି ଘଟଣା ଆଗରୁ କଣ ଘଟିଥିଲା, ଏଇଭଳିଆ ଘଟଣା ଯୋଉ ଘଟିଛି କଣ ହେଇଛି, ପୂର୍ବ ଘଟଣା କଣ ହେଇଛି? 28 ତାରିଖରେ ତାକୁ ଘରୁ ଡାକି ନେଇକିନି ମକୁ ବାବୁ ତାକୁ ପିଟିଲେ, ଜୁଲୁ ପିଟିକିନି ପକେଇ ଦେଇତେ 2.5 ମାସ ହେଲା। ସେ କୁଟକ ଭୁବନେଶ୍ୱର ବୁଲି ବୁଲି ଆଇକିନି ମର୍ଡର କରିଦେଲେ, କିଛି ଥାନା ବାଲା ବୁଝିଲେନି। ସେ ପଡିଛି 2.5 ମାସ ହେଲା, ଉଠୁନି ମଣିଷ। କାହାକୁ ପିଟିଲେ? କାହିଁକି ପିଟିଲେ ଯାଉ କାହାକୁ ପିଟିଲେ? ରଞ୍ଜନ ଭୂତିଆକୁ। ଇଏ ଆଉ ଗୋଟେ ଘଟଣା ବି? ହଁ, ଆଉ ଗୋଟେ ଘଟଣା। ରଞ୍ଜନ ଭୂତିଆକୁ ଘରୁ ଡାକି ନେଇକିନି ପିଟିକିନି ପକେଇ ଦେଲେ। ଆମେ କଟକ ଭୁବନେଶ୍ୱର ନେଇ ବୁଲେଇ ବୁଲେଇ ଆଣିଲୁ, ସେ ବି ଉଠୁନି। କିଛି ପୁଲିସ ବାଲା ପୂର୍ବରୁ ଏଇ ଘଟଣା ପୂର୍ବରୁ ଆଉ ଗୋଟେ ଘଟଣା ଘଟିଛି, ଯୋଉଟା କି ସେମାନେ ତାକୁ ପିଟି ପିଟି ଆଘାତ କରିଛନ୍ତି ଏବଂ ସେ ବର୍ତ୍ତମାନ କୋମାରେ ଅଛି, କିନ୍ତୁ ପୁଲିସ ତରଫରୁ କୌଣସି ପଦକ୍ଷେପ ନେଇନାହାନ୍ତି। ବର୍ତ୍ତମାନ ଆମେ ଯିବା ଯିଏ ମର୍ଡର ହେଇଛି ତାଙ୍କର ଯୋଉ ମା ଅଛନ୍ତି, ତାଙ୍କ ମା ସହିତ ସିଧାସଳଖ ଆମେ କଥାବାର୍ତ୍ତା ହେବା। ଆପଣ ମା ଆପଣ ପୁଅକୁ କାଲି ହତ୍ୟା କରିଛି, କଣ ଘଟଣା? ମୋ ପୁଅ ବଡ ପୁଅର ଗଲା ବଦଳିଆ ସକାଳେ କହିଲା, ମା ଦାନ୍ତ ଘଷିଲୁ ନେ? କହିଲି ନାହିଁ ରେ ପୁଅ, ଆଉ ତୁ କୁଆଡେ ଆଜି ଯିବୁ? କହିଲା ବଡ ଭାଇରେ ଦିହ ଟିକେ କନାଉନି ଯେ ମୁଁ ବଦଳିଆ ଗାଡି ଚଲେଇ ଯିବି। ସେଠୁ ପୁଅ ତ ଯାଇଛି ଦିନ ଯାକ ଗାଡି ଚଲେଇ। କଣ ଚାହୁଁଛ ବର୍ତ୍ତମାନ? ମୁଁ ବର୍ତ୍ତମାନ ଚାହୁଁଛି ମୋ ପୁଅକୁ ଯେମିତି କୁଟାଇଛି ମୁଇଁ କୁଟାଇବି, ମୁଇଁ ନିଜେ କୁଟାଇବି। ଥାନାରେ ମତେ ଯାହା କରିଯାଉ, ତମେ ମତେ ଯାହା ହେଇଯାଉ। ଆମେ ଦେଖିଲେ ଯେ ଜଣେ ମାର କ୍ଷୋଭ, ନିଜ ମାର ତା ପୁଅକୁ ଛଡେଇ ନେଇଛନ୍ତି। ମା ଚାହୁଁଛି ଯେ ଯିଏ ମୋ ପୁଅକୁ ହତ୍ୟା କରିଛି ତାକୁ ମୋ ପାଖକୁ ଆଣନ୍ତୁ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରାଯାଇନି ଏବଂ ସେଥିପାଇଁ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ ପୁଲିସ ଆସାମୀକୁ ଧରିବା ପାଇଁ ଜିଦ୍ ଧରୁଛନ୍ତି ଗ୍ରାମବାସୀ ମାନେ। ବନ୍ତଳାରୁ ଦିନେଶ ଦେଉଙ୍କ ରିପୋର୍ଟ, କନକ ନ୍ୟୁଜ୍।